Welcome to our class Deep Insights, education honors of fourth semester of code paper 8 ର third unit ର ଯୋଉଟାକି ରହୁଛି ଆମର concept କଣ ପାଠ୍ୟକ୍ରମ ଯୋଜନା ଏବଂ ପରିଚାଳନା planning and management of ECC curriculum ତାର MCQ type question ଉପରେ discussion କରିବା। ଶିଶୁ କୈନ୍ଦ୍ରିକ ପାଠ୍ୟକ୍ରମରେ କାହାକୁ ପ୍ରାଧାନ୍ୟ ଦିଆଯାଇଥାଏ? ପାଠ୍ୟକ୍ରମ ପ୍ରସ୍ତୁତି ସମୟରେ କାହା ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ ବିଷୟ ଶିକ୍ଷାଦାନ କେଉଁ ଆଧାରିତ ହେବା ଦରକାର ବୋଲି ମନୋବିଜ୍ଞାନୀମାନେ ମତ ପୋଷଣ କରନ୍ତି? ପ୍ରକ୍ରିୟାଗତ ପାଠ୍ୟକ୍ରମ କ'ଣ? ଯେଉଁ ପାଠ୍ୟକ୍ରମ ଶିଶୁମାନଙ୍କର ଆବଶ୍ୟକତା ଅନୁସାରେ ବିକଶିତ ହୁଏ। ଇସିସିରେ ସର୍ବାଙ୍ଗୀନ ବିକାଶ କହିଲେ କ'ଣ ବୁଝ? ଶାରୀରିକ, ମାନସିକ, ସାମାଜିକ, ଭାବନାତ୍ମକ ଏବଂ ସୃଜନଶୀଳ ବିକାଶ। ସେଟାକୁ ଅଲରାଉଣ୍ଡ ଡେଭଲପମେଣ୍ଟ ବୋଲି ମଧ୍ୟ କୁହାଯାଏ। ଏକ ଉତ୍ତମ ଇସିସି ପାଠ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିଶୁର ସର୍ବାଙ୍ଗୀନ ବିକାଶରେ ସହାୟକ ହେବା। ଖେଳଭିତ୍ତିକ ଶିକ୍ଷଣ ପଦ୍ଧତି ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଶିଶୁକୁ ସକ୍ରିୟ ଅଂଶ ଗ୍ରହଣ କରିବା ଏବଂ ପ୍ରାକୃତିକ ଭାବରେ ଶିଖିବାର ସୁଯୋଗ ଦେଇଥାଏ। ଇସିସି ପାଠ୍ୟକ୍ରମ ଯୋଜନା କରିବାରେ କେଉଁ ତଥ୍ୟଗୁଡ଼ିକ ମୁଖ୍ୟ ଭୂମିକା ଗ୍ରହଣ କରେ? ଶିଶୁଙ୍କର ବୟସ, ରୁଚି, କ୍ଷମତା ଏବଂ ସାଂସ୍କୃତିକ ପୃଷ୍ଠଭୂମି। ପାଠ୍ୟକ୍ରମ ପରିଚାଳନାରେ ସ୍ଥାନୀୟ ସମ୍ବଳର ଉପଯୋଗିତା ହେଉଛି ଶିକ୍ଷଣକୁ ବାସ୍ତବିକ, ପ୍ରାସଙ୍ଗିକ ଏବଂ ଶିଶୁଙ୍କ ପାଇଁ ଆକର୍ଷଣୀୟ କରିବା। ଶିଶୁର ଅଭିବୃଦ୍ଧି ଓ ଅଗ୍ରଗତି ମାପିବା ପାଇଁ ସର୍ବୋତ୍ତମ ଉପାୟ ହେଉଛି ନିୟମିତ ଓ ବହୁମୁଖୀ ମୂଲ୍ୟାଙ୍କନ ଯଥା ନିରୀକ୍ଷଣ ପୋର୍ଟଫୋଲିଓ। ଏକ ସୁସଂଗଠିତ ଇସିସି ଶ୍ରେଣୀକକ୍ଷର ଲକ୍ଷଣ ହେଉଛି ବିଭିନ୍ନ ଶିକ୍ଷଣ କୋଣ, ଲର୍ଣ୍ଣିଂ କର୍ଣ୍ଣର ଯଥା ପଢ଼ା, ଖେଳ, କଳା ଇତ୍ୟାଦି। ଶିଶୁଙ୍କ ଭାଷା ବିକାଶ ପାଇଁ ସବୁଠାରୁ ଉପଯୁକ୍ତ କାର୍ଯ୍ୟ କ'ଣ? କବିତା ଆବୃତ୍ତି, ଗପ କହିବା, ଚର୍ଚ୍ଚା, ଗୀତ ଗାଇବା। ଅଭିଭାବକଙ୍କର ଭୂମିକା ଇସିସିରେ ହେଉଛି ଶିକ୍ଷଣ ପ୍ରକ୍ରିୟାରେ ସକ୍ରିୟ ସହଭାଗିତା। ଶିଶୁମାନଙ୍କର ସାମାଜିକ ଓ ଭାବନାତ୍ମକ ବିକାଶ କ'ଣ ପାଇଁ ଗୁରୁତ୍ୱପୂର୍ଣ୍ଣ? ଏହା ହେଉଛି ସହଯୋଗ, ଅନୁଭବ ବାଣ୍ଟିବା, ଏକାଠି କାମ କରିବା ଇତ୍ୟାଦିର ସୁଯୋଗ ସୃଷ୍ଟି କରିବା। ଶିଶୁ ପାଇଁ ଦୈନିକ ତାଲିକା ରୁଟିନ୍ ଆବଶ୍ୟକ କାରଣ ଏହା ଶିଶୁକୁ ନିୟମିତତା ଓ ସୁରକ୍ଷା ବୋଧ ଦେଇଥାଏ। ପାଠ୍ୟକ୍ରମ ଯୋଜନାରେ ଶିକ୍ଷକଙ୍କର ଭୂମିକା ହେଉଛି ଯୋଜନାକାର, ସୁଯୋଗ ସୃଷ୍ଟିକାରୀ, ମାର୍ଗଦର୍ଶକ ଏବଂ ମୂଲ୍ୟାଙ୍କନକାରୀ। ଶିଶୁର ସୃଜନଶୀଳତା ବିକାଶ ପାଇଁ କ'ଣ କରାଯାଇପାରେ? ମୁକ୍ତ ଚିନ୍ତନ, ପ୍ରଶ୍ନ ପଚାରିବା ଏବଂ ବିଭିନ୍ନ କଳା ଓ ହସ୍ତଶିଳ୍ପ କାର୍ଯ୍ୟର ସୁଯୋଗ ଦେବା। ଏକ ସମାବେଶୀ ପାଠ୍ୟକ୍ରମ ଇନକ୍ଲୁସିଭ କରିକୁଲମ କହିଲେ କ'ଣ ବୁଝ? ବିଭିନ୍ନ ସକ୍ଷମତା, ପୃଷ୍ଠଭୂମି, ଆବଶ୍ୟକତା ଥିବା ସମସ୍ତ ଶିଶୁଙ୍କୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଥିବା ପାଠ୍ୟକ୍ରମ। ଶିଶୁର ସୂକ୍ଷ୍ମ ମୋଟର ଦକ୍ଷତା, ଫାଇନ୍ ମୋଟର ସ୍କିଲ୍ସ ବିକାଶ ପାଇଁ କ'ଣ ଉପଯୁକ୍ତ? ମାଟି ଖେଳିବା, ଚିତ୍ର ଅଙ୍କନ, ବୋତାମ ଲଗାଇବା, କାଠ ଯୋଡ଼ିବା। ପାଠ୍ୟକ୍ରମ ପରିଚାଳନାରେ ଶିକ୍ଷଣ ସାମଗ୍ରୀ ଟିଚିଂ ଲର୍ଣ୍ଣିଂ ମ୍ୟାଟେରିଆଲ୍ସ TLM ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଶିକ୍ଷଣକୁ ମୂର୍ତ୍ତିମନ୍ତ, ଆନନ୍ଦଦାୟକ, ବୋଧଗମ୍ୟ କରେ। ଶିଶୁ ପାଇଁ ସୁରକ୍ଷିତ ଶିକ୍ଷଣ ପରିବେଶର ଲକ୍ଷଣ ନୁହେଁ ଶିଶୁକୁ ମାରପିଟ ଓ ତିରସ୍କାର। ଏକ ଉତ୍ତମ ଇସିସି ପାଠ୍ୟକ୍ରମ ହେଉଛି ନମନୀୟ ଏବଂ ଶିଶୁ କୈନ୍ଦ୍ରିକ। ତ ଆଜି ପାଇଁ ଆମର ଏତିକି ଥିଲା। ନେକ୍ସଟ କ୍ଲାସରେ ଆମେ ଡିସ୍କସନ କରିବା ଶୂନ୍ୟ ସ୍ଥାନ ପୂରଣ କର ବା ଫିଲ୍ ଇନ୍ ଦ ବ୍ଲାଙ୍କ୍ସ ଟାଇପ୍ କ୍ୱେଶ୍ଚିନ୍ ଉପରେ। ଥ୍ୟାଙ୍କ ୟୁ।